ରିସେଣ୍ଟଲି ଗାଁକୁ ଯାଇଥିଲି 6 ଦିନ ତଳେ। ତ ଗଲାବେଳେ ଯେତେବେଳେ ଟ୍ରେନରେ ମୁଁ ଗଲି ତ ସେତେବେଳେ କିଛି ଲୋକ ଟ୍ରେନରେ ଆସି ଯେମିତି ଭିକ ମାଗନ୍ତି ସେମିତି ମାଗିଲେ। ତ 8 ଜଣ 10 ଜଣକୁ ମୁଁ ଦାନ କରିସାରିଲା ପରେ 20 ଟଙ୍କା, କାହାକୁ 30 ଟଙ୍କା, କାହାକୁ କିଛି ବ୍ରେଡ୍ କିଣିଥିଲି ଖାଇବାକୁ, ତ ତାକୁ ଦେଇଦେଲା ପରେ ଯେତେବେଳେ ଘରକୁ ଯାଇକି ରାତିରେ ଶୋଇଲି ତ ବହୁତ ଶାନ୍ତିର ନିଦ ଲାଗିଲା ମୋତେ। ଆଉ ମୁଁ ସେ ବିଷୟରେ ଭାବିଲି ବି ବହୁତ, ଖୁସି ବି ଲାଗିଲା ଯେ ଯାହା ହଉ କାହାର କାମରେ ଆସିପାରିଲି। ତେଣୁ କହିବାର କଥା କ'ଣ ନା ଲାଇଫରେ ଯଦି କେହି ଖାଇବାକୁ କି ଭିକ ଯଦି କିଏ ମାଗୁଛି ନା, 5, 10, 15 ଯାହା ବି ଅଛି ନା ତାକୁ ଦାନ କରିଦେବା କଥା। ମାନେ ତମେ ଫିଲ୍ କରିପାରିବନି ନା ତମେ 10 ଟଙ୍କା ଦେଇଦେଲେ ଗରିବ ହେଇଯିବନି, ବଟ୍ ସେ ଯୋଉ ଗୋଟେ ଭିତରୁ ଗୋଟେ ଖୁସି ନା, ସେଇଟା ଲାଇଫରେ ମାନେ କିଛି ଅଲଗା ମଜା ଦେଇଥାଏ।